ମହିଳା ସଫେଇ କର୍ମଚାରୀଙ୍କ ଅସଦାଚରଣ କୁଆଖିଆ ଥାନାରେ ଅଭିଯୋଗ। ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ସଫେଇ କର୍ମଚାରୀଙ୍କ ଅସଦାଚରଣ କରାଯାଇଥିବା କୁଆଖିଆ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ ଆଧାରରେ ପୁଲିସ ମଙ୍ଗଳବାର ମହିଳାଙ୍କୁ କୋର୍ଟରେ ହାଜର କରି ବିଚାରପତିଙ୍କ ଦ୍ୱାରା ତାଙ୍କ ବୟାନ ରେକର୍ଡ କରିଛି। ଏଥିସହିତ ଘଟଣାରେ ସମ୍ପୃକ୍ତ ଥିବା ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାୟ ମାସକ ତଳେ ମହିଳା ସଫେଇ କର୍ମଚାରୀଙ୍କୁ ସମ୍ପୃକ୍ତ ଫାର୍ମାସିଷ୍ଟ ଅସଦାଚରଣ ପ୍ରଦର୍ଶନ କରିଥିଲେ। ଏହି ଘଟଣାକୁ ନେଇ ମହିଳା ଜଣଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ରଶ୍ମିରଞ୍ଜନ ପଶାୟତଙ୍କୁ ଅବଗତ କରାଇଥିଲେ। ପରେ ଉଭୟଙ୍କ ମଧ୍ୟରେ ବୁଝାମଣା କରାଯାଇଥିଲା। ସୂଚନା ଥାଉ କି କିଛିଦିନ ବ୍ୟବଧାନରେ ଅଭିଯୁକ୍ତ କର୍ମଚାରୀ ଜଣଙ୍କ ମହିଳାଙ୍କୁ ପୁନର୍ବାର ଅସଦାଚରଣ ପ୍ରଦର୍ଶନ କରିଥିଲେ। ଏନେଇ ମହିଳା ଜଣଙ୍କ ସୋମବାର କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। କୁଆଖିଆ ପୁଲିସ ପୀଡ଼ିତାଙ୍କୁ ପଚରାଉଚରା କରିବା ସହ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ପରୀକ୍ଷା କରାଇ ଯାଜପୁରସ୍ଥିତ ସଖୀ କେନ୍ଦ୍ରରେ ଛାଡ଼ିଥିଲେ। ଏନେଇ କୁଆଖିଆ ଥାନାରେ 325/25ରେ ଏକ ମାମଲା ରୁଜୁ ହୋଇଛି। ଯେ ମୁଁ ଏଇ ଡାଇରିଆ ବେଲେ ମୁଁ ଡ୍ୟୁଟି କରୁଥିଲି ମେଡ଼ିକାଲରେ, ମୋ ସହିତ ଜଣେ ଖରାପ ବ୍ୟବହାର କରିବାରୁ ମୁଁ ଇନଚାର୍ଜ ସାର୍ଙ୍କୁ ଜଣେଇଲି। ଇନଚାର୍ଜ ସାର୍ କିଛି ନ ବୁଝିବାରୁ ମୁଁ ଥାନାକୁ ଗଲି। ମ୍ୟାଡ଼ାମ୍ ମୋତେ ପଚାରିଲେ ଯେ କ'ଣ ହେଇଛି, ମୁଁ ମୋର ଅସୁବିଧା ଯେତିକ ସବୁ ଜଣେଇଲି। ତାପରେ ମୋତେ ଡାଇରେକ୍ଟ ପଚାରୁଛନ୍ତି, ତମେ କ'ଣ ମିଡ଼ିଆ ବାଲାଙ୍କୁ ନେଇକି ଆସିଛ, ମିଡ଼ିଆ ବାଲାଙ୍କୁ ତମ ସାଙ୍ଗରେ ଯିବ? ମୁଁ କହିଲି ନାଇଁ ମ୍ୟାଡ଼ାମ୍, ମୁଁ ମିଡ଼ିଆ ବାଲାଙ୍କୁ ଆଣିନି। ମିଡ଼ିଆ ବାଲାଙ୍କ ସହିତ ମୋତେ ଥାନା କତିରେ ଭେଟ ହେଲା। ସେ ପଚାରିଲେ ଯେ ମା ତମର କ'ଣ ହେଇଛି, ମୁଁ ମୋର ଅସୁବିଧାଟା କହିଲି। ଆଉ ସିଏ କହିଲେ ତମେ ମିଡ଼ିଆ ବାଲାଙ୍କୁ ସାଙ୍ଗରେ ନେଇକି ଆସିଛ? ମୁଁ କହିଲି ନାହିଁ, ମୁଁ ନେଇକି ଆସିନି ବୋଲିକି। ଆଉ ମୋ ସହିତ ଏମିତି ଖରାପ ବ୍ୟବହାର ହେଇଛି। ଆଉ ନାଇଁ, ମିଡ଼ିଆ ବାଲା ମୋ ସାଙ୍ଗେ ଯାଇନଥିଲେ, ମୁଁ ଏକା ଯାଇଥିଲି। ମୋର ଜଣେ ସେ ପଡ଼ିଶାରୁ ଜଣେ ଭାଇ ମୋତେ ନେଇକି ହିଁ ଯାଇଥିଲେ। ଆଉ ଏମିତି ଥାନାରୁ ଡାଇରେକ୍ଟ ମୋତେ ନେଇକି ଗଲେ ଟାଉନ୍ ସଖୀରେ ରଖିଲେ। ସଖୀରେ ସେଦିନ 10ଟା ବେଳେ ମୁଁ ମେଡ଼ିକାଲରେ ବସିଲି, 6ଟା ବେଳେ ପର୍ଯ୍ୟନ୍ତ। 7ଟା ହେଲାଣି ମୁଁ ଥାନାକୁ ଗଲି। ଥାନାରୁ 11ଟା ପର୍ଯ୍ୟନ୍ତ ବସିଲି। ଥାନାରୁ ମୋତେ ପୁଣି ନେଇକି ଗଲେ ସଖୀରେ ରଖିଲେ। ତା ପରଦିନ 4ଟା ବେଳକୁ ମୋତେ ସଖୀରୁ ବାହାର କରିକି ଆଣିଲେ। ବାହାର କରିକି ଆଣିକି କୋର୍ଟକୁ ନେଲେ। କୋର୍ଟରୁ ପୁଣି ମେଡ଼ିକାଲ ଗଲି। ମେଡ଼ିକାଲରୁ ଆସିଲି ମଧୁବନ ଥାନାକୁ। ମୋ ଛୋଟ ଛୁଆ ଦୁଇଟା ଛାଡ଼ିକି ଯାଇଥିଲି। କ'ଣ ଖାଇଲେ କ'ଣ ପିଇଲେ ସେ କଥା ବି ମୁଁ ଜାଣିନାହିଁ। ମୋ ସ୍ୱାମୀ ଯେହେତୁ ଡେଥ୍ ହେଇଯାଇଛନ୍ତି, ମୁଁ ମେଡ଼ିକାଲରେ ଥିଲି। ମୁଁ ଗୋଟେ ବିଧବା ଅସହାୟ ମହିଳା, ମୋତେ ଏଇଭଳି ଭାବରେ ବ୍ୟବହାର କରାଗଲା। ସାହୁ ବାବୁ ବୋଲିକି ଜଣେ ଖରାପ ବ୍ୟବହାର କଲେ। ଡାଇରେକ୍ଟ ଆସି ମୋ ଛାତିରେ ହାତ ମାରିଲେ, ଅଙ୍ଗରେ ହାତ ମାରିଲେ। ଆଉ ସେଠି ମୁଁ ଇନଚାର୍ଜଙ୍କୁ ଜଣେଇଲି। ଇନଚାର୍ଜ କହିଲେ ଯେ ବାପ ସମାନ ଲୋକ, ଆଉ ତାଙ୍କୁ ଛାଡ଼ିଦିଅ। ଯେହେତୁ ଆମକୁ ଜଣେ ମହେଶ ବୋଲି ବାବୁ ରଖିଥିଲେ, ଆମେ ଡାଇରେକ୍ଟ ତାଙ୍କୁ କହିଲୁ ସାର୍ ଆମ ସହିତ ଏମିତି ଖରାପ ବ୍ୟବହାର କରାଗଲା ବୋଲିକି। ସିଏ ନ ପଚାରିକିଣି ଇନଚାର୍ଜଙ୍କ କତିକି କଥାଟା ଯେମିତି ଦବି ଯାଉ ସେମିତି ଦବେଇ ଦେଲେ। 5 ଦିନ ପରେ ଯାଇକି ଇନଚାର୍ଜ ସାର୍ଙ୍କୁ ଜଣେଇଲେ। ଇନଚାର୍ଜ ସାର୍ କହିଲେ ବାପ ସମାନ ଲୋକ, ତାକୁ ଛାଡ଼ିଦିଅ। ଡାଇରେକ୍ଟ ତାଙ୍କୁ ନ ପଚାରିକିଣି କହିଲେ ପର୍ସନାଲିଟି ପଚରା ହେବ। କାହିଁକି ପର୍ସନାଲିଟି ପଚରା ହେବ? ଆଉ ସେଇ କଥା କହିବାରୁ ଏଇନା ବର୍ତ୍ତମାନ ମହେଶ ବାବୁ କହୁଛନ୍ତି ଯେ ମୋତେ 8 ଦିନ ପରେ ଜଣେଇଲା। ମୁଁ ସାଙ୍ଗେ ସାଙ୍ଗେ ହିଁ ଜଣେଇଛି। ମୁଁ ତ ଗୋଟେ ବିଧବା ମହିଳା, ମୋତେ କେମିତି ଟିକେ ନ୍ୟାୟ ପ୍ରଦାନ କରନ୍ତୁ। ମୁଁ ହେଲି ଡକ୍ଟର ରଶ୍ମିରଞ୍ଜନ ପଶାୟତ, ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଅଛି। ଶୁଣନ୍ତୁ, ସେ ବିଷୟରେ ତ ଆମେ କିଛି ଜାଣିନଥିଲୁ। ସେ ବିଷୟରେ କିଛି ଆମକୁ ଜଣା ନଥିଲା। ସେ ସିଚୁଏସନ୍ ଏଇଆ ହେଇଥିଲା, ସେମାନେ ଯେତେବେଳେ ଡାଇରିଆର ଏପିଡେମିକ୍ ଆମର ଚାଲିଥିଲା, ସେଇ ଟାଇମ୍ରେ ଗଭର୍ଣ୍ଣମେଣ୍ଟ ଅର୍ଡ଼ର ଅନୁସାରେ ସେମାନଙ୍କୁ ରଖାଯାଇଥିଲା। ଏମର୍ଜେନ୍ସିରେ ସେମାନଙ୍କୁ ବ୍ୟାକଅପ୍ରେ ରଖାଯାଇଥିଲା। ସେମାନେ ଆସି ଆମର ହସ୍ପିଟାଲରେ କାମ କଲେ। ସେମାନେ ଅଭିରାମ ଏଜେନ୍ସି ଥ୍ରୁରେ ଆସି କାମ କରୁଛନ୍ତି ସମସ୍ତେ। ସେ କିଏ ଆସି କାମ କରୁଛନ୍ତି 4 ଦିନ, କିଏ 5 ଦିନ, କିଏ 8 ଦିନ, କିଏ 10 ଦିନ, ଏମିତି ସବୁ କାମ କରୁଛନ୍ତି। ଆଉ ଯିଏ ପ୍ରମିଳା ଗାନ୍ଧୀ ଯାହା କହୁଛନ୍ତି, ସିଏ ବୋଧେ ଆମ ପାଖରେ ଏଠି 40 ଦିନ କାମ କରୁଛନ୍ତି। ତାପରେ ସେମାନେ ଜୁଲାଇ 31 ତାରିଖ ଦିନ ପୁଣି ତାଙ୍କର ୱିଡ୍ରଲ୍ ପାଇଁ ଅର୍ଡ଼ର ଆସିଲା। ୱିଡ୍ରଲ୍ ପରେ ତାଙ୍କୁ ଆମର ଜଣେଇ ଦିଆଗଲା କି ତମେ ଆଉ ଏଠି କାମ କରିବ ନାହିଁ, ତମକୁ ତମ ପ୍ରାପ୍ୟ ଅଭିରାମ ଏଜେନ୍ସି ଦେଇଦେବ। ତାପରେ ଅଭିରାମ ଏଜେନ୍ସିକି ବି ଆମେ ଫୋନ୍ କରି ଜଣେଇଥିଲୁ। ଆଉ ସେମାନେ 18 ତାରିଖ ଦିନ ସେମାନେ ଆସିଥିଲେ। ଅଭିରାମ ଏଜେନ୍ସିର ଲୋକମାନେ ଆସିଥିଲେ ତାଙ୍କୁ ପଇସା ଦେବା ପାଇଁ। ସେମାନେ ଆଣିଥିଲେ ସେଦିନ 18 ଦିନର ପଇସା ନେଇକି। ତାପରେ ଶୁଣିଲୁ ଯେ ସିଏ ଯାଇକି ଥାନାରେ ଏଫଆଇଆର କରିଛନ୍ତି। ଆମ ଫାର୍ମାସିଷ୍ଟ ଏଗେନ୍ଷ୍ଟରେ ସେମାନେ ଜଣେଇଛନ୍ତି। ତାଙ୍କୁ ଅଭିରାମ ଏଜେନ୍ସି ଭୁବନେଶ୍ୱର ଅଛି, ସେ ତାଙ୍କୁ ନିୟୋଜିତ କରିଥିଲେ। ଆମର ସବୁ ଆଉଟସୋର୍ସିଂ ଯେଉଁମାନେ ନିର୍ମଳରେ କାମ କରୁଛନ୍ତି, ଯେଉଁମାନେ ସାନିଟାରୀ ୱାର୍କର୍ସ ଅଛନ୍ତି, ସେମାନେ ସବୁ ଅଭିରାମ ଏଜେନ୍ସି ଥ୍ରୁରେ କାମ କରୁଛନ୍ତି।
पुलिस संगे जोटा है आम कौन सी आमको कौन लिखित देना कि आमको कौन से डायरेक्ट किसी कही ना कि आम जान नु से विषय जाजपुर नारायण रथଙ୍କ रिपोर्ट स्वर्ण न्यूज।